ମାନବ ଚାଲାଣ ମୁକ୍ତ ସମାଜ ଗଠନକୁ ଆହ୍ୱାନ କଲା ISRD। ଆଜି ସକାଳେ ବ୍ରହ୍ମପୁରଠାରେ ଶକ୍ତି ସଦନ ଓ ୱାନ୍ ଷ୍ଟପ୍ ସେଣ୍ଟର ତରଫରୁ ବିଶ୍ୱ ମାନବ ଚାଲାଣ ପ୍ରତିରୋଧ ଦିବସ ଅବସରରେ ଏକ ମାନବ ଶୃଙ୍ଖଳ ଓ ପଦଯାତ୍ରାକୁ ଆନୁଷ୍ଠାନିକ ଭାବେ ରେଲୱେ ଷ୍ଟେସନ ମ୍ୟାନେଜର ଶ୍ରୀ ଦୁର୍ଗାପ୍ରସାଦ ବ୍ରହ୍ମା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମାନବ ଚାଲାଣ ସଂଗଠିତ ଅପରାଧୀମାନଙ୍କୁ ସମାପ୍ତ କରିବା ପାଇଁ ଆଇନ ପ୍ରଦତ୍ତକାରୀଙ୍କ ଦ୍ୱାରା କଠୋର ଆଇନ କାର୍ଯ୍ୟାନୁଷ୍ଠାନ କରିବା ଓ ସକ୍ରିୟ ତଦନ୍ତ କରିବା ସହ ଦଲାଲ ଅପରାଧୀଙ୍କ କାର୍ଯ୍ୟଶୈଳୀ ପ୍ରତି ଦୃଷ୍ଟି ରଖିବା ସହ ଚାଲାଣ କରୁଥିବା ସଂଗଠିତ ଓ ବ୍ୟକ୍ତିବିଶେଷକୁ ଚିହ୍ନଟ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ସୁଶ୍ରୀ ରାଜଶ୍ରୀ ଦାସ, ମୁଖ୍ୟ ଟିଟି ଶ୍ରୀଯୁକ୍ତ ରଶ୍ମିରଞ୍ଜନ ବେହେରା, ହେଲ୍ଥ ଇନ୍ସପେକ୍ଟର ଶ୍ରୀ ଡି ବିଷ୍ଣୁ, ରେଳ ସୁରକ୍ଷା ବାହିନୀ ASI ଶ୍ରୀ ସଦାନନ୍ଦ ଦାସ, ସରକାରୀ ରେଳ ପୋଲିସ ଅଧିକାରୀ ଶ୍ରୀ ବିଶ୍ୱନାଥ ମଲ୍ଲିକ ପ୍ରମୁଖ ଯୋଗଦେଇ ମାନବ ଚାଲାଣର ବାସ୍ତବତା, ଏହାର ବିଭିନ୍ନ ରୂପ ଏବଂ ବ୍ୟକ୍ତି ଏବଂ ସମ୍ପ୍ରଦାୟ ଉପରେ ଏହାର ବିନାଶକାରୀ ପ୍ରଭାବ ବିଷୟରେ ଜନସାଧାରଣଙ୍କୁ ସୂଚନା ଦେବା ସହ ପୀଡ଼ିତାଙ୍କୁ ସୁରକ୍ଷା ଦେବା ତଥା ନ୍ୟାୟ, ଚିକିତ୍ସା ସେବା ଏବଂ ମାନସିକ ସମର୍ଥନ ପାଇବା ସମେତ ଚାଲାଣ ପୀଡ଼ିତାଙ୍କ ସୁରକ୍ଷା ଏବଂ ସମର୍ଥନ ସୁନିଶ୍ଚିତ କରିବା ଏବଂ ମାନବ ଚାଲାଣ ରୋକିବା ତଥା ସୁରକ୍ଷାକୁ ସୁଦୃଢ଼ କରିବା, ଆଇନ ପ୍ରବର୍ତ୍ତନ ପ୍ରୟାସକୁ ବୃଦ୍ଧି କରିବା ସହ ମାନବ ଚାଲାଣର ମୂଳ କାରଣଗୁଡ଼ିକୁ ଖୋଜି ସମାଧାନ କରିବା ଭଳି ପ୍ରତିରୋଧକ ପଦକ୍ଷେପ ଉପରେ ଧ୍ୟାନ ଦେବା ଆବଶ୍ୟକତା ବୋଲି ଉଦ୍ବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ISRD ନିର୍ଦ୍ଦେଶକ ଶ୍ରୀ ସୁଧୀର ସାବତ ସଞ୍ଚାଳନା କରିବା ସହ ମାନବ ଚାଲାଣ ନେଟୱାର୍କଗୁଡ଼ିକୁ ଚିହ୍ନଟ ଏବଂ ଭାଙ୍ଗିବା ପାଇଁ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରିବା ଆବଶ୍ୟକତା ଓ 15 ବର୍ଷ ଠାରୁ 25 ବର୍ଷ ମହିଳା ଓ ଶିଶୁମାନଙ୍କୁ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଇଥିଲେ ସୁଦ୍ଧା ଗ୍ରାମ୍ୟ ସ୍ତରରୁ ଶିଶୁ ଓ ମହିଳା ଦାଦନ ଚାକିରି କରିବା, ବିଭିନ୍ନ ପ୍ରକାର ରୋଜଗାର ନାମରେ ବାହାରକୁ ଯାଉଥିବା କୌଣସି ଖବର ପଞ୍ଚାୟତରେ ରହୁନାହିଁ। ଦଲାଲମାନେ ପୀଡ଼ିତାମାନଙ୍କୁ ନିଯୁକ୍ତି ଓ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ସୋସିଆଲ ମିଡ଼ିଆ ଚ୍ୟାନେଲ, ଅନଲାଇନ ମାର୍କେଟପ୍ଲେସ୍ ସାଇଟ୍ ଏବଂ ଫ୍ରି ଷ୍ଟାଣ୍ଡିଂ ୱେବ୍ ପେଜ୍ ସମେତ ଇଣ୍ଟରନେଟ୍ ପ୍ଲାଟଫର୍ମ ବ୍ୟବହାର କରିବାରେ ଦକ୍ଷ ହୋଇସାରିଛନ୍ତି। ତେଣୁ ପଞ୍ଚାୟତ ସ୍ତରରେ ଶିଶୁ ଓ ମହିଳା ସୁରକ୍ଷା ପାଇଁ ହୋଇଥିବା କମିଟିକୁ ପ୍ରଶିକ୍ଷଣ ମାଧ୍ୟମରେ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଉକ୍ତ କାର୍ଯ୍ୟକ୍ରମରେ ରେଲୱେ ଷ୍ଟେସନର ରେଳ ସୁରକ୍ଷା ବାହିନୀ RPF ତରଫରୁ ରବୀନ୍ଦ୍ର କୁମାର ବେହେରା, ମନୋଜ କୁମାର ବେହେରା, ଯୁବରାଜ ରୋହିଣୀଙ୍କ ସମେତ ସରକାରୀ ରେଲୱେ ପୋଲିସ କର୍ମକର୍ତ୍ତା, ସମସ୍ତ ଟିଟି, ସ୍ୱେଚ୍ଛାସାଥୀ, ହକର, କୁଲି, ଅଟୋ ଆସୋସିଏସନର କର୍ମକର୍ତ୍ତାଙ୍କ ସହ ISRD ୱାନ୍ ଷ୍ଟପ୍ ସେଣ୍ଟରର ମହେଶ୍ୱତା ପାଢ଼ୀ, ସ୍ନେହମୟୀ ପାଢ଼ୀ, ଆସ୍କିଲା ରାଇକା, ସୌଦାମିନୀ ସାହୁ, ସାବିତ୍ରୀ ଦଳବେହେରା, ଐଶ୍ୱର୍ଯ୍ୟା ସାବତ, ବଜରଙ୍ଗୀ ନାୟକ, ସୁସ୍ମିତା କାର୍ଜି, ଅନିତା ମଲ୍ଲିକଙ୍କ ସହ ବହୁ ସମାଜସେବୀ ପ୍ରମୁଖ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଗୋପାଳ କୃଷ୍ଣ ଦଳବେହେରା ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ପରିଚାଳନା କରିଥିଲେ। ଶ୍ରୀ ପ୍ରଭାତ କୁମାର ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସମୃଦ୍ଧ ଓଡ଼ିଶାରୁ ସୁମିତ କୁମାର ପଟ୍ଟନାୟକଙ୍କ ରିପୋର୍ଟ।